ଏଇ ସକାଳ ସକାଳ କିଏ ଆଇଲେଣି? ଭଲ କଷ୍ଟମର ଆସୁଛନ୍ତି ବୋଧେ। ବାବୁ କିଛି ମୋତେ ଖାଇବା ଦେ ବାବୁ, 2-4 ଟଙ୍କା ଦେଇଯା ବାବୁ। ଆରେ ଆଳୁ, ଭିକ କାଇଁ ମାଗୁଛ? ତୁମେ କାମ କରୁନ? ତୁମ କମ୍ପାନୀରେ କାମ କରିବ? ତୁମକୁ ମାସକୁ 10-15 ଟଙ୍କା ଦେବି, ଆଉ ଖାଇବାକୁ ବି ଦେବି, ରହିବା ପାଇଁ ବି ଦେବି। ରହିବ? ପିଆଜ ବାବୁ, ଭଲ ଆଉ। ଆପଣ ପାଖରେ ଚାକିରି କରିବି, ଆପଣ ମାଲିକ ହେଇ ବସିବେ, ମୁଁ ଆପଣ ପାଖରେ କାମ କରିବି। ଆଉ ଗୋଟେ କାମ କରୁନାହାନ୍ତି, ମୁଁ 10-15 ଲକ୍ଷ ଟଙ୍କା ଦେଉନାହାନ୍ତି, ମୁଁ ଗୋଟେ ବିଜନେସ୍ ଆରମ୍ଭ କରିବି, ଆଉ ଭିକ ଜମା ମାଗିବିନି। ତୁମେ ସତ କହୁଛ? ତୁମକୁ 10-12 ଲକ୍ଷ ଟଙ୍କା ଦେଇଦେବି, ତୁମେ ନୂଆ ବିଜନେସ୍ ଆରମ୍ଭ କରିବ, ଆଉ ତୁମେ ଭିକ ମାଗିବନି? ହଉ, ତୁମକୁ ମୁଁ ଦେଇଦେଉଛି ଆଉ। ହଉ ପିଆଜ ବାବୁ, ମୁଁ ଆପଣଙ୍କ ପାଖରେ ଋଣୀ ରହିଲି, ମୁଁ କେବେ ଆପଣଙ୍କ ଋଣ ଜମା ସୁଝିପାରିବିନି। ଋଣ ସୁଝିବା ଦରକାର ନାହିଁ, ତୁମେ ଗୋଟେ କାମ କର, ବିଜନେସ୍ଟା ଆରମ୍ଭ କର, ସେଇଥିରେ ଚଳ ଆଉ। ହଉ, ମୁଁ ରହିଲି, ଏଥର ଆସୁଛି ଆଉ। ମୁଁ ଭଲ ଭାବେ ଜାଣିଛି ତୁମେ ଜମା ଋଣ ସୁଝିପାରିବନି। ହଉ, ମୁଁ ଏଥର ଆସୁଛି ଆଉ, ରହିଲି। ଆଉ କିଛି ଦିନ ପରେ ପିଆଜ ବାବୁ ସେଇପଟ ଦେଇ ପୁଣି ଥରେ ଆସୁଥିଲେ। ହଠାତ୍ ଦେଖିଲେ 3 ଜଣ ଭିକାରୀ ବସିଛନ୍ତି, ଆଉ ତାଙ୍କ ଭିତରୁ ଜଣେ ସଫାସୁତୁରା ଭାବେ ଟୋପି ଲଗାଇ ବସିଛନ୍ତି, ଆଉ 2 ଜଣ ଭିକ ମାଗୁଛନ୍ତି। ଦେଖିବା ତାପରେ କ'ଣ ହେଲା। ମାଗରେ ମାଗ, ବାବୁ ଜଣେ ଆଇଲେ, ମାଗ ମାଗ, ଆରମ୍ଭ କର। ବାବୁ କିଛି ଦେଇଯାଅ ବାବୁ, ଖାଇବା ପାଇଁ ନାହିଁ ବାବୁ। ବାବୁ କ'ଣ ଦେଇଯାଅ ବାବୁ, 2-4 ଟଙ୍କା ଦେଇଯାଅ। ଅନଲାଇନ୍ କ୍ୟାସ୍ ଅଛି, ଅନଲାଇନ୍ ଦେଇଯାଅ, ନହେଲେ କ୍ୟାସ୍ ଦେଇଯାଅ, ଯାହା ଦେବ ଦେଇଯାଅ ବାବୁ, ଅନଲାଇନ୍ ସିଷ୍ଟମ୍ ଅଛି ଏଠି ବାବୁ। ଆରେ ଆଳୁ, ତୁମକୁ ମୁଁ 10-15 ଲକ୍ଷ ଟଙ୍କା ଦେଲି, ବିଜନେସ୍ ଆରମ୍ଭ କରିବ, ହେଲେ ତୁମେ ପୁଣି ଭିକ ମାଗୁଛ? କଥା କ'ଣ? ତୁମେ କ'ଣ ଭିକ ମାଗିବା ଛାଡ଼ିନ? ପିଆଜ ବାବୁ, ଭିକ ମୁଁ କେଉଁଠି ମାଗୁଛି? ଆପଣ ଯେଉଁ 15 ଲକ୍ଷ ଟଙ୍କା ଦେଲେ, ତା ଦେହରେ 10 ଲକ୍ଷ ମୁଁ FD ମାରିଦେଇଛି, ଆଉ 3 ଲକ୍ଷ ସୁଧକୁ ଲଗେଇ ଦେଇଛି, ଆଉ 2 ଲକ୍ଷ ଏଣେ ତେଣେ ଖର୍ଚ୍ଚ କରିଛି ଆଉ ଏଇ 2 ଜଣ ପୁରା ମୁଁ କାମରେ ରଖିଛି ଭିକ ମାଗିବା ପାଇଁ। ମୁଁ କ'ଣ ନିଜେ ମାଗୁଛି? ଦେଖୁନାହାନ୍ତି, ଆପଣ ଯେବେଠୁ ପଇସା ଦେଲେ, ମୁଁ ସେବେଠୁ ଭିକ ମାଗିବା ପୁରା ବନ୍ଦ କରିଦେଇଛି। No, 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 no.